ଆଜି ଦ୍ୱିତୀୟ ପାଲ୍ଲହଡ଼ା ମହୋତ୍ସବ ପାଲ୍ଲହଡ଼ା ଷ୍ଟାଡିୟମଠାରେ ଉଦ୍ଘାଟିତ ହୋଇଯାଇଛି। ପାଲ୍ଲହଡ଼ା ବିଧାୟକ ମାନନୀୟ ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ପାଲ୍ଲହଡ଼ା ମହୋତ୍ସବରେ ଆଜି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ଓଡ଼ିଶା ସରକାର ମାନନୀୟ ନବୀନ ନାରାୟଣ ନାୟକ ଏବଂ ମୁଖ୍ୟ ଅତିଥି ଭାବରେ ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ସରକାରଙ୍କର ମାନ୍ୟବର ମନ୍ତ୍ରୀ ଜଙ୍ଗଲ ପରିବେଶ ଓ ନିଯୁକ୍ତି ବିଭାଗ ମାନନୀୟ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ବକ୍ତା ଭାବରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ସମ୍ମାନିତ ଅତିଥି ଭାବରେ କାମାକ୍ଷାନଗର ବିଧାୟକ ମାନନୀୟ ଶତ୍ରୁଘ୍ନ ଜେନା ଏବଂ ଅନୁଗୁଳ ଏଡିଏମ୍ ପ୍ରତାପ ପ୍ରୀତିମୟ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସନ୍ଧ୍ୟାର ଏହି କାର୍ଯ୍ୟକ୍ରମରେ ବହୁ ଜନତାଙ୍କ ସମାବେଶ ହୋଇଥିଲା ଏବଂ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଏବଂ ମାନନୀୟ ମନ୍ତ୍ରୀ ପାଲ୍ଲହଡ଼ାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଦେବା ସହିତ କିଛି ଶୁଭ ଉଦ୍ଘାଟନ ମଧ୍ୟ ଏହି ଉତ୍ସବରେ କରିଥିଲେ ଏବଂ ଏହି ସାଂସ୍କୃତିକ ଉତ୍ସବ ଯାହାକି ପାଲ୍ଲହଡ଼ାର ସାଂସ୍କୃତିକ ଏବଂ ଐତିହ୍ୟର ପରିଚୟ ପ୍ରଦାନ କରେ। କଳା ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ଯେଉଁ ପ୍ରୟାସ ପାଲ୍ଲହଡ଼ା ମହୋତ୍ସବ ତା'ର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ପାଲ୍ଲହଡ଼ା ସମେତ ଆଖପାଖ ଅଞ୍ଚଳର ଲୋକ ସମବେତ ହୋଇଥିଲେ ଏବଂ ବିଶେଷ କରି ଏହି ଉତ୍ସବରେ ଗଞ୍ଜାମରୁ ଆସିଥିବା ପଶୁ ନୃତ୍ୟ ବେଶ ଚିତ୍ତାକର୍ଷକ ହେବା ସହିତ ସମ୍ବଲପୁରୀ ସେନ୍ସେସନ୍ ତଥା ରୁକୁସୁନା ପ୍ରଥମ ସନ୍ଧ୍ୟାରେ ସମସ୍ତଙ୍କର ମନ ମୋହିଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ ଦୋକାନ ଏବଂ ଚାଟ୍ ଫାଷ୍ଟଫୁଡ଼ରେ ବହୁ ଲୋକ ମଜା ନେଇଥିଲେ ଏବଂ ତା ସହିତ ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କରେ ଏବଂ ଏକ ଆଞ୍ଚଳିକ ଆଦିବାସୀ ନୃତ୍ୟ ମଧ୍ୟ ଲୋକଙ୍କର ବେଶ ମନମୁଗ୍ଧ କରିଥିଲା। ତେଣୁ ଏହି ଉଦ୍ଘାଟନୀ ଉତ୍ସବରେ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ହୋଇଥିଲା ତା'ର ମଜା ସାଧାରଣ ଲୋକ ନେବା ସହିତ ଏହି କାର୍ଯ୍ୟକ୍ରମ ଆଗକୁ ଅତ୍ୟନ୍ତ ଆକର୍ଷଣୀୟ ହେବ ବୋଲି ଜଣାପଡ଼ୁଛି। ତେବେ ଦ୍ୱିତୀୟ ସନ୍ଧ୍ୟାରେ ମଧ୍ୟ ଏବଂ ତୃତୀୟ ସନ୍ଧ୍ୟା ଅର୍ଥାତ୍ 3 ଦିନ ବ୍ୟାପୀ ଏହି ପାଲ୍ଲହଡ଼ା ମହୋତ୍ସବ ଅନୁଷ୍ଠିତ ହେବ। ତେଣୁ ଆଖପାଖ ଲୋକ ଅନେକ ପରିମାଣରେ ଜନସମାବେଶ ହେବାର ଦେଖାଯାଉଛି।